ଭର୍ଚୁଆଲ ସତ୍ସଙ୍ଗର ପୂଜ୍ୟ ପରିଚାଳକ ସୁବାସ ଦା ଏବଂ ଉପସ୍ଥିତ ବିଜ୍ଞ ପ୍ରାଜ୍ଞ ଅଭିଜ୍ଞ ରୀତିକ ଅଧୁର୍ଯ୍ୟ ଯାଜକ ମଣ୍ଡଳୀ, ଭକ୍ତିମତୀ ମାତୃମଣ୍ଡଳୀ, ସୁଧୀ ସାଧୁ ସଜ୍ଜନ ମଣ୍ଡଳୀ ଏବଂ କୁନି କୁନି ପିଲାମାନେ ସମସ୍ତଙ୍କର ଇଷ୍ଟୀକୃତ ସୁଦୀର୍ଘ ନିରାମୟ ଜୀବନ କାମନା କରି ସେହି ପ୍ରିୟ ପରମଙ୍କର ଶ୍ରୀପାଦ ପଙ୍କଜରେ ପ୍ରାର୍ଥନା ରଖେ। ସୁନ୍ଦର ପ୍ରାରମ୍ଭିକ ସଦ୍ଗ୍ରନ୍ଥ ପାଠ ଠାରୁ ଭଜନ କୋରସ ଭିତର ଦେଇ ଏବଂ ସର୍ବାଗ୍ରେ ଯେଉଁ ଭାଇ ଓ ମା ମାନେ ଆଜି ପ୍ରିୟ ପରମଙ୍କର ଆହ୍ୱାନ କରି ତାଙ୍କର ସେଇ ଭକ୍ତି ଅର୍ଘ୍ୟ ନିବେଦନ କରିଛନ୍ତି। ବିଭିନ୍ନ ଉଦ୍ଦେଶ୍ୟ ରଖି ଦୟାମୟଙ୍କର ଶ୍ରୀପାଦ ପଙ୍କଜରେ ପୁନରାୟ ପ୍ରାର୍ଥନା ରଖେ। ଦୟାମୟ ଏ ପ୍ରତ୍ୟେକଙ୍କର ହୃଦୟ କଳସ ପ୍ରେମ ଶାନ୍ତି ମୈତ୍ରୀ ସୌହାର୍ଦ୍ଦତା ପାରସ୍ପରିକତା ଉଦାରତାରେ ଭରି ଦିଅନ୍ତୁ। ଏ ବିଶ୍ଵ ଶାନ୍ତିରେ ରହୁ ସର୍ବେ ଭବନ୍ତୁ ସୁଖିନଃ। ସବୁଦିନ ଭଳି ପ୍ରାତରୁ ଓଡିଶା ସତ୍ସଙ୍ଗ ଆନୁକୂଲ୍ୟରେ ଆମ ମାନଙ୍କୁ ବିଭିନ୍ନ ବିଷୟ ଭିତ୍ତିକ ଆଲୋଚନା ଭିତର ଦେଇ ଶ୍ରୀ ପ୍ରିୟ ପରମଙ୍କର ଗୁଣ କୀର୍ତ୍ତନ କରିବାର ଅପୂର୍ବ ସୁଯୋଗ ଆମକୁ ଯୋଉ ସୁବାସ ଭାଇ ପ୍ରଦାନ କରନ୍ତି। ଆଜି ମଧ୍ୟ ସେଇ କ୍ରମରେ ସୁନ୍ଦର ଟପିକ ରଖାଯାଇଛି କୃତଜ୍ଞତା। ଟଲଷ୍ଟୟ କହୁଛନ୍ତି A man is a social animal who cannot live without society. ତେଣୁ who live without society either a beast or a god. ତେଣୁ କାହିଁକି ତାର କାରଣ ହଉଛି ଆପଣ ମାନେ ଯଦି ଦେଖିବେ 20,000 କମ୍ପ୍ୟୁଟର 20,000 ମାଙ୍କଡ 20,000 ବର୍ଷ ବସିକିରି ଯଦି ଚଟର ପଟର କରନ୍ତି ତାହେଲେ ଗୋଟେ ପୂର୍ଣ୍ଣାଙ୍ଗ ଆପ୍ଲିକେସନ ଲେଖା ଯାଇ ପାରିବ ନାହିଁ। ତାର କାରଣ ହଉଛି ଦେ ଆର୍ ଆନିମଲ, ସେମାନେ ପଶୁ। 10,000 5,000 ସୃଷ୍ଟିର ଆବାହମାନ କାଳକୁ ଯଦି ଆପଣ ଲକ୍ଷ୍ୟ କରିବେ ଆଜି ବି ବାଘ ଭଳି ଅଛି, ହାତୀ ଭଳି ଅଛି, କି ସିଂହ ଭଳି ଅଛି। ଦ୍ୟାଟ ଇଜ ନୋ ଚେଞ୍ଜ ଆଟ୍ ଅଲ୍। ତାଙ୍କର କୌଣସି ପରିବର୍ତ୍ତନ ଏପର୍ଯ୍ୟନ୍ତ ହେଇନାହିଁ। ଏକମାତ୍ର ଜୀବ ଯିଏକି ମଣିଷ, ଯାହାର ଅନରେଗୁଲେଟେଡ ଚେଞ୍ଜେସ୍, ମାନେ ଯୋଉଥିପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ବଳରେ ଆପଣାର ସୁଖ ସ୍ବାଚ୍ଛନ୍ଦ୍ୟ ପାଇଁ ସେ ପ୍ରକୃତିକୁ ଆଉ ପରିବେଶକୁ ଏମିତି ଭାବରେ ବ୍ୟବହାର କରିଛି ଏବଂ ଆଜି ସବୁ ତା ପାଇଁ ସମ୍ଭବ ହେଇପାରିଛି। ଇନସ୍ପାଇଟ୍ ଅଫ୍ ଦିସ୍, ବିଜ୍ଞାନ ବୈଷୟିକ ଜ୍ଞାନ ଉନ୍ନତି କଲେ ମଧ୍ୟ ମଣିଷ ଏକକ ଭାବେ ସମାଜରେ ବଞ୍ଚିବା ଏବଂ ବଢିବା ବହୁତ କଷ୍ଟ। ସେଇଥିପାଇଁ ତାର ବଞ୍ଚିବା ବଢିବାର ସହଜ ହୋଇଯାଇଛି। ଇଟ୍ ଇଜ ବିକଜ ଅଫ୍ ସୋସାଇଟି, ସମାଜ। ତେଣୁ ଏଇ ସମାଜରେ ଆମେ ଯାହାବି ଆଜି କରୁଛେ, ଖାଉଛେ, ପିନ୍ଧୁଛେ, ଯାହା ଆଜି ଯୋଉ ପ୍ରିୟ ପରମଙ୍କର ଦିପଦ ଗୁଣ କୀର୍ତ୍ତନ କରିବାର ଯୋଉ ସୁଯୋଗ ପାଉଛେ, ଏକମାତ୍ର ସମ୍ଭବ ହେଇଛି ସମାଜ ଯୋଗୁ। ଆଜି ମୋବାଇଲ ଟି ଆମ ପାଖରେ ଅଛି ବୋଲି ଆମେ ପ୍ରିୟ ପରମଙ୍କର କଥା ଏମିତି ବର୍ଷା ଋତୁ ଚକ୍ର ପରିବର୍ତ୍ତନ ଭିତରେ ମଧ୍ୟ ଆଡଭର୍ସ ସିଚୁଏସନରେ ମଧ୍ୟ ଆମେ ପ୍ରିୟ ପରମଙ୍କୁ ଉପଭୋଗ କରିବାର ସୁଯୋଗ ପାଇଛି। ତେଣୁ ସେଇଥିପାଇଁ ସମାଜ ପାଖରେ ଆମେ ସବୁ ସମୟରେ ଋଣୀ। ତେଣୁ ଏଇ ଋଣକୁ ପରିଶୋଧ କରିବା ପାଇଁ ଆମ ମାନଙ୍କ ପାଖରେ କିଛି ସୋସିଆଲ ରେସପନସିବିଲିଟି ରହିଛି। ଯୋଉ ସୋସିଆଲ ରେସପନସିବିଲିଟି କି ଠାକୁର କହୁଛନ୍ତି ଏଇଟା ହିଁ କୃତଜ୍ଞତା। ତେଣୁ ଠାକୁର କହୁଛନ୍ତି ଗୋ ହତ୍ୟା, ନର ହତ୍ୟା, ଭ୍ରୁଣ ହତ୍ୟା ସବୁଠାରୁ ବଡ ପାପ ହଉଛି ଅକୃତଜ୍ଞତା। ତେଣୁ
ଏ ଅକୃତଜ୍ଞ ପାତକରୁ ମୁକ୍ତି ପାଇବା ପାଇଁ ଠାକୁର ଆମ ପାଖରେ ଆଣିକରି ଦେଲେ ପଞ୍ଚ ମହାଯଜ୍ଞର ବିଧାନ। ଯୋଉ ବିଧାନକୁ ପାଳନ କରିବା ଭିତରେ ଦେଇକରି ଜଣେ ସାଧାରଣ ସତ୍ସଙ୍ଗୀ ଅକୃତଜ୍ଞତା ମହାପାତକର ଭାଗିଦାର ହୁଏ ନାହିଁ। ତେଣୁ କଣ ସେ ପଞ୍ଚମହାଯଜ୍ଞ? ପ୍ରଥମେ ଠାକୁର ଆମ ପାଖରେ ଆଣିଦେଲେ ଦେବଯଜ୍ଞ, ତାପରେ ଆସିଲା ଋଷି ଯଜ୍ଞ, ତାପରେ ଆସିଲା ନୃ ଯଜ୍ଞ, ତାପରେ ଆସିଲା ଭୂତ ଯଜ୍ଞ ଏବଂ ଦେବ, ଋଷି, ନୃ, ପିତୃ, ଭୃତ୍ୟ, ଏଇ ପଞ୍ଚ ମହାଯଜ୍ଞ ଯୋଉମାନେ ପରିପାଳନ କରନ୍ତି ସେମାନେ ସାଧାରଣତଃ ଏଇ ମହାପାତକରେ ଭାଗି ହୁଅନ୍ତି ନାହିଁ। ସେଥିପାଇଁ ଠାକୁର ସୁନ୍ଦର ଭାବେ କହିଲେ, ଇଷ୍ଟ ଭରଣ, ପିତୃ ପୋଷଣ, ପରିସ୍ଥିତିର ଉନ୍ନୟନ, ଏହା ନକରି ଯାହା କର ନା ଅଧପାତକରେ ତୋ ଚଳନ। ତେଣୁ ସେଥିପାଇଁ ପ୍ରତ୍ୟେକ ଆମ ମାନଙ୍କର ଗୋଟେ ସୋସିଆଲ ରେସପନସିବିଲିଟି ରହିଛି। ଯୋଉମାନେ ସେ ସୋସିଆଲ ରେସପନସିବିଲିଟି ପାଳନ କରନ୍ତି ସେଇମାନେ ସାଧାରଣତଃ କୃତଜ୍ଞତା ଜ୍ଞାପନ କରିଥାନ୍ତି। ତେଣୁ ସେଠି ସୁନ୍ଦର କଥା ମନେ ପଡେ, ଥରେ ଛୋଟ ଚଢେଇଟିଏ ଜଙ୍ଗଲରେ ହଠାତ୍ ନିଆଁ ଲାଗି ଯାଇଛି। ସେ ନିଆଁ ଲାଗିବା ଭିତରେ ସେ ବ୍ୟତିବ୍ୟସ୍ତ ହେଇକିରି ତାର ଛୋଟ ଥଣ୍ଟରେ ସେ ଯାଇଛି କିଛି କିଛି ପାଣି ଆଣିକିରି ପକେଇବାକୁ ଚେଷ୍ଟା କରୁଛି। ସେଇ ସମୟରେ ତାକୁ ଦେଖିକିରି ଜଣେ କାଉ ହସୁଛି ଏବଂ ତାକୁ କ୍ରିଟିସାଇଜ କରୁଛି। ଯେମିତି କିି ଏତେ ବଡ ବୃହତ ଜଙ୍ଗଲକୁ ତୁ ଯେମିତି ସତରେ ଲିଭେଇ ଦବୁ। ତେଣୁ ତାପରେ ସିଏ ତାକୁ ଆଉ କର୍ଣ୍ଣପାତ ନ କରିକିରି ସେ ତାର କାମରେ ବ୍ୟସ୍ତ ରହିଛି। ତାର ଯାଉଛି କିଛି ପାଣି ଆଣୁଛି ପକଉଛି। ଯେତେବେଳେ ବାରମ୍ବାର କାଉ ତାକୁ କ୍ରିଟିସାଇଜ କରିଛି, ତାର ସେ ପ୍ରତି ଉତ୍ତରରେ କହୁଛି, ମୁଁ ଏତିକି ଜାଣିଛି जब इतिहास लिखा जाएगा ना, मेरा नाम लिखा जाएगा आग बुझाने वाले में, तेरा नाम लिखा जाएगा तमाशा देखने वाले में। ତେଣୁ ସେଥିପାଇଁ ଆମେ ଛୋଟ ହେଲେ ମଧ୍ୟ ଦେଖ ତାର ସୋଚ କୁ ଚିନ୍ତା କରନ୍ତୁ। ସମାଜରେ ସେଇଭଳି ଭାବେ ବହୁତ ବଡ ବଡ ଲୋକ ଅଛନ୍ତି, ସମାଜର ଅଧୋଗତି କେତେବେଳେ ହୁଏ? ଯେତେବେଳେ ହାୟର ପୋଜିସନରେ ଥିବା ଲୋକମାନେ ନିଷ୍କ୍ରିୟ ହେଇଯାଆନ୍ତି। ଏଇଠି ଗୋଟେ ଛୋଟ କଥା ଯଦି ଆମେ ବିଚାରକୁ ନିଆଯାଏ, ସକାଳୁ କେତେ କଷ୍ଟ ସ୍ୱୀକାର କରି ତା ପୂର୍ବ ଦିନ ବିଭିନ୍ନ ଭାଇ ଓ ମା ମାନଙ୍କୁ ସଜାଗ କରେଇ କିଏ ଗୀତ ବୋଲିବ, କିଏ କୀର୍ତ୍ତନ କରିବ, କିଏ ଭଜନ କରିବେ, କିଏ ଯାଜନ କରିବେ, ସୁଭାଷ ଭାଇଙ୍କର ଯୋଉ ପ୍ରୟାସ, ସେଥିପାଇଁ ଠାକୁର କହିଲେ ଏଇ ଯୋଉ ସୋକଲ୍ଡ ସୋସିଆଲ ରେସପନସିବିଲିଟି ଇଜ ନୋନ୍ ଆଜ ଧର୍ମ। ତେଣୁ ଆରି ଭିତରେ ଦେଇକରି ମଣିଷ ସେବା କରେ। ଆଉ ଯୋଉମାନଙ୍କ ଭିତରେ ସେବା ମନୋବୃତ୍ତି ଥାଏ ସେମାନେ ସାଧାରଣତଃ ଅକୃତଜ୍ଞ ନୁହନ୍ତି। ତେଣୁ ସେଥିପାଇଁ ଆମେ ପ୍ରତ୍ୟେକ ଯଦି ଗୋଟେ ଛୋଟ ଜୀବ କଥା ଆମେ ଚିନ୍ତା କରିବା, ଆମେ ଆଜି ଯୋଉ କ୍ଷୀର, ଦହି, ଘିଅ, ଛେନା, ଯେତେ ପ୍ରକାର ଡାଏରୀ ପ୍ରଡକ୍ଟ ଆଜି ମାର୍କେଟରେ ଉପଲବ୍ଧ, ଆପଣ ମାନେ କେବେ ଚିନ୍ତା କରିଛନ୍ତି ଯେ ସାମାନ୍ୟ ଲାକ୍ଟୋବାସିଲସ ବ୍ୟାକ୍ଟେରିଆ ଯଦି ନଥାନ୍ତା, ତାହେଲେ ଆମେ କେତେ ମୂଲ୍ୟବାନ ଜିନିଷ ପାଇବାରୁ ବଞ୍ଚିତ ହେଇଥାନ୍ତେ। ତେଣୁ ତା ପ୍ରତି ଆମେ କେବେ ଧ୍ୟାନ ଦେଇଛେ? ସେଇଥିପାଇଁ ଠାକୁର କହୁଛନ୍ତି ସବୁଠାରୁ ଆମେ ଯୋଉ ସୋକଲ୍ଡ ମଣିଷ ଜନ୍ମ ଆଜି ପାଇଛେ, ଆମେ ନିଜକୁ ଯୋଉଥିପାଇଁ ଆମେ ଗର୍ବ କରୁଛେ, ମୁଁ ଇଞ୍ଜିନିୟର, ଡାକ୍ତର, ଆଇଏଏସ୍, ଜଜେସ୍, ଏ ସବୁ ଆମକୁ ଗୋଟେ ଗୋଟେ ଉପାଧି ମିଳିଛି। କିନ୍ତୁ ଆଜ ଏ ହୋଲ ଆମେ ହଉଛେ ମଣିଷ। ତେଣୁ 84 ଲକ୍ଷ ଯୋନି ଅତିକ୍ରମ କଲା ପରେ ଶ୍ରେଷ୍ଠ ଜନ୍ମ ବୋଲି ଆମେ ମଣିଷ ଜନ୍ମ କହୁ। ତେଣୁ ସେଇ ମଣିଷ ଜନ୍ମ କାହା ଯୋଗୁ ଆଜି ସମ୍ଭବ ହେଇଛି? ସେ ଈଶ୍ୱରଙ୍କର ଆଶୀର୍ବାଦ ଆଉ ନିଜର ସତ୍କର୍ମ।
ଯୋଗୁ ଆଉ ପିତାମାତା, ଏଇ 3 ଜଣ। ତା ସହିତ ଆସୁଛି ଥିଓରି ଅଫ ଇଭାଲ୍ୟୁସନ, ଜୈବ ବିବର୍ତ୍ତନବାଦ। ଏଇ 4ଟା ଜିନିଷ ଯୋଗୁ ଆଜି ସମ୍ଭବ ହୋଇଛି। ତେଣୁ ପ୍ରଥମେ ମୁଁ କୃତଜ୍ଞ ରହିବି କାହା ପାଖରେ? ଈଶ୍ୱରଙ୍କ ପାଖରେ, ଯିଏକି ମତେ ଗୋଟେ ସୁନ୍ଦର, ଏତେ ଜୀବଜନ୍ତୁ କୀଟ ପତଙ୍ଗ ଭିତରେ ଗୋଟେ ମଣିଷ ଜନ୍ମ ଦେଇଛି। ତେଣୁ ସେଥିପାଇଁ ଠାକୁର କହୁଛନ୍ତି ଦ ବେଷ୍ଟ କୃତଜ୍ଞତା ହଉଛି ଥିଙ୍କ ଗଡ ଆଣ୍ଡ ଥ୍ୟାଙ୍କ ଗଡ। ତାହେଲେ ହ୍ୱାଇ ୱି ଥିଙ୍କ ଗଡ, ଆମେ କାହିଁକି ଈଶ୍ୱରଙ୍କୁ ଭାବିବା? ଯୋଉ କଥା ବଙ୍ଗଳାର ସେଦିନ ସେ କବି କହୁଥିଲେ, ଯେତେବେଳେ ତୋର କେହି ନଥିଲେ ସେତେବେଳେ ଥିଲି ମୁଁ, ଯେତେବେଳେ ତୁ ସବୁ ପାଇଛୁ ପର ହେଇଛି ମୁଁ, ଯେତେବେଳେ ତୋର କେହି ନଥିବେ ସେତେବେଳେ ଥିବି ମୁଁ। ତେଣୁ ଆମେ ଯେତେବେଳେ ସବୁ ପାଉ ସେତେବେଳେ ତାଙ୍କୁ ଭୁଲି ଯାଉ, ଏଇ ଭୁଲି ଯିବାଟା ହଉଛି ଅକୃତଜ୍ଞତା। ତେଣୁ ସେଥିପାଇଁ ଠାକୁର ଗୋଟେ ସୁନ୍ଦର କଥା ମନେ ପଡେ, ଆମେ ଆଜି ବାପା ମାଙ୍କ ଠାରୁ ଆମ ପତ୍ନୀ କି ଆମେ ବେଶୀ ଭଲ ପାଉ। ଏଇଟା ନିଶ୍ଚିନ୍ତ। ଥରେ ସେ ଜଣେ ରାଜାଙ୍କୁ ତାଙ୍କର ଜଣେ ରାଜାଙ୍କୁ ତାଙ୍କ ଜଜ କହିଲେ ଯେ ତୁମେ ଯେତେବେଳେ, ଯଦିନ ଓଥ ନିଆଗଲା, ଯେମିତି ଆମର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଯେତେବେଳେ ନିର୍ବାଚିତ ହୁଅନ୍ତି ଓଥ ନିଅନ୍ତି, ସେ ଓଥ ନେବା ସମୟରେ ସେ ତାଙ୍କୁ କହିଲେ ଯେ ତୁମେ ପ୍ରଜାଙ୍କୁ ମା ଠାରୁ ଅଧିକା ଭଲ ପାଇବ। ସେ କହୁଛନ୍ତି ନାହିଁ, ମୁଁ ମୋର ସ୍ତ୍ରୀ ଠାରୁ ଅଧିକ ଭଲ ପାଇବି। ତେଣୁ ଜଜ କହୁଛନ୍ତି କାହିଁ ମା ଭଳି କାହିଁକି ଅଧିକ ଭଲ ପାଇବେ ନାହିଁ? ନା, ମା ପାଇଁ କେହି ଜୀବନ ଦିଏନି କି ଜୀବନ ନିଏନି, କିନ୍ତୁ ସ୍ତ୍ରୀ ପାଇଁ ଲୋକ ଜୀବନ ଦେଇପାରେ, ଜୀବନ ନେଇପାରେ। ତେଣୁ ସେଥିପାଇଁ ମୋ ସ୍ତ୍ରୀ ଠାରୁ ଅଧିକ ଭଲ ପାଇବି। ତେଣୁ ପ୍ରଶ୍ନ ଉଠୁଛି ଯେ ଆମେ ଆଜି ଯୋଉ ପତ୍ନୀ ବା ଯୋଉ ସ୍ତ୍ରୀ ଆଜି ଆମେ ପ୍ରାପ୍ତ ହେଇଛେ, ସେ କାହାର ଦୟା? ସେ ପିତା ମାତାଙ୍କର ଦୟାରୁ। ତେଣୁ ପିତା ମାତା କୁ ନେଇକରି ଆମର ପରିବାର, ଯାହାକୁ ଯୋଉ ଇଂଲିଶ ଟର୍ମ ଆମେ ଆଜି କହୁଛେ ଫ୍ୟାମିଲି, ଏଫ ଫର ଫାଦର, ଏ ଫର ଆଣ୍ଡ, ଏମ ଫର ମଦର, ଆଣ୍ଡ ଆଇ ଏଲ ୟୁ, ଆଇ ଏଲ ୱାଇ, ଫ୍ୟାମିଲି। ତେଣୁ ଫାଦର ଆଣ୍ଡ ମଦର ଆଇ ଲଭ ୟୁ। କିନ୍ତୁ ଆମେ ଆଜି ଆଇ ଲଭ ୟୁ କାହାକୁ କହୁଛେ? ଯିଏ ଆମକୁ ଲାଇଫ ଦେଲା ଆଣ୍ଡ ୱାଇଫ ଦେଲା, ତାକୁ ଆମେ ଆଇ ଲଭ ୟୁ କହୁନେ, ତା ପ୍ରତି ଆମର କୃତଜ୍ଞତା ନାହିଁ। କିନ୍ତୁ ଯିଏ ସଟସ୍ପାନ ଅଫ ଟାଇମ ପାଇଁ ଆଜି ଆସିଛି, ଆମେ ତା ପ୍ରତି ଅତ୍ୟଧିକ ଭଲ ପାଇବାର ଅଛି। ସେଥିପାଇଁ ସେଦିନ ସେଇ ରାଜା ଓଥ ନେବା ପୂର୍ବରୁ ଏଇ କଥା କହିଥିଲେ ଜଜ କୁ, ଯେ ଲୋକ ସ୍ତ୍ରୀ ପାଇଁ ଜୀବନ ଦେଇପାରେ, ଜୀବନ ନେଇପାରେ, କିନ୍ତୁ ମା ପାଇଁ ଜୀବନ ଦିଏନି କି ଜୀବନ ନିଏନି। ତେଣୁ ଠାକୁର ସେଇଥିପାଇଁ ପଞ୍ଚ ମହାଯଜ୍ଞ ସୁନ୍ଦର ଭାବେ ଆମ ପାଖରେ ଆଣି ତୋଳି ଧରିଲେ, ଯାହା ଭିତରେ ଦେଇକରି ମଣିଷ ଏଇ ଯୋଉ କଥା କୁହାଗଲା ଯେ ଗୋହତ୍ୟା, ନରହତ୍ୟା, ଭ୍ରୂଣ ହତ୍ୟା, ତା ଠାରୁ ବଡ ପାପ ହଉଛି ଅକୃତଜ୍ଞତା। ତେଣୁ ଏ ଅକୃତଜ୍ଞତା ମହାପାତକରୁ ରକ୍ଷା ପାଇବା ପାଇଁ, ସେଥିପାଇଁ ପୂର୍ଣ୍ଣ ରୂପରେ ହଉ କିମ୍ବା ଆଂଶିକ ରୂପରେ ହଉ, କେହି ଯଦି ଆମ ପାଇଁ କିଛି କର୍ତ୍ତବ୍ୟ କରେ, ଆମେ ତା ପ୍ରତି କୃତଜ୍ଞତା ରହିବା ଦରକାର। କାହିଁକି ନା ଆଜି ବି ସମାଜରେ ଯଦି ମୁଁ ମୋର ବଞ୍ଚିବା ବଢିବାରେ ସୁବିଧା ହେଇଛି ବା କଣ ସହଜ ହେଇଯାଇଛି, ଇଟ ଇଜ ବିକଜ ଅଫ ସମାଜ, ସୋସାଇଟି। ତେଣୁ ପ୍ରତ୍ୟେକ ସମୟରେ ମୁଁ ଯୋଉ ଅକ୍ସିଜେନ ଟିକେ ନଉଛି, ମୁଁ ଯୋଉ ସୂର୍ଯ୍ୟ କିରଣ ଆଜି ଭିଟାମିନ ଡି ସୂର୍ଯ୍ୟ କିରଣରୁ ପାଉଛି, ମୁଁ ଯୋଉ ପାଣି, ଯାହାକୁ ଜଳ ହିଁ ଜୀବନ ବୋଲି କୁହାଯାଏ, ଯାହାକୁ ପାଣିକି ମୁଁ ପ୍ରାପ୍ତ ହଉଛି ବା ମୋର ପାଣି ବି ପିଇକିରି ମୁଁ ତୃପ୍ତ ହଉଛି, ବା ଯୋଉ ଅଗ୍ନି ବା ଉତ୍ତାପ ମୁଁ ପାଉଛି, ଯାହା, ସେଥିପାଇଁ ଶାସ୍ତ୍ର କୁହେ ଯିଏ ଦିଏ ସେ ଦେବତା। ତେଣୁ ଏଇ ଦେବତା ମାନଙ୍କ ପାଖରୁ ମୁଁ ଯାହା ପାଉଛି, ଅଗ୍ନି ଠାରୁ ମୁଁ ଯାହା ପାଇଛି, କିମ୍ବା ଆମେ ଯୋଉ ଗୋ ମାତା ବୋଲି କହୁଛେ, ଯିଏ ଆମକୁ ମାନେ ଦୁଗ୍ଧ ପ୍ରଦାନ କରୁଛନ୍ତି, ଏବଂ ଯୋଉ ବୃକ୍ଷ ଯାହାକୁ କୁହାଯାଏ, ବୃକ୍ଷଟିଏ ସନ୍ତାନଟିଏ, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ବିତ, ଯଦି ଦୈବାତ୍ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ।
ଯେ ଫଳ ଛାୟା ସବୁ ଆମକୁ ପ୍ରଦାନ କରୁଛନ୍ତି ଅକ୍ସିଜେନ ସହିତ। ତେଣୁ ବୃକ୍ଷ ଆମର ଜୀବନ ଧନ, ଯୋଗାଏ ମାଟି ପାଣି ପବନ। ଯେ କଣ ଯେ ଆମକୁ କଣ୍ଟ୍ରିବ୍ୟୁସନ ନ ମିଳୁଛି ବୃକ୍ଷ ଦ୍ଵାରା, ସେଥିପାଇଁ ଆମକୁ ବୃକ୍ଷକୁ ବି ଦେବତା ବୋଲି କୁହାଯାଏ। ତେଣୁ ଏ ସଚାରଚର ଜୀବଜନ୍ତୁ କୀଟ ପତଙ୍ଗ ପ୍ରତ୍ୟେକ ଲାକ୍ଟୋବାସିଲସ୍ ମାନେ ବ୍ୟାକ୍ଟେରିଆ ଠାରୁ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତ, ଜୀବଜନ୍ତୁ କୀଟ ପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ମୁଁ ଋଣୀ। ସମସ୍ତଙ୍କର ଅବଦାନରେ ମୋର ଏଇ ଶରୀର। ତେଣୁ ସେଇଥିପାଇଁ ମୋର ପୂର୍ଣ୍ଣ ରୂପରେ ହଉ କି ଆଂଶିକ ରୂପରେ ହଉ, ଆମେ ପ୍ରତ୍ୟେକଙ୍କ ପାଖରେ ଆମେ କୃତଜ୍ଞତା ଜ୍ଞାପନ କରିବା ଉଚିତ। ମନେ ପଡେ ଥରେ ହନୁମାନ ଯେତେବେଳେ ମା ସୀତାଙ୍କୁ ଠାବ କରିବା ପାଇଁ ଯାଇଛନ୍ତି ଲଙ୍କାକୁ, ଲଙ୍କାରେ ଯେତେବେଳେ ସେ ଧରା ପଡି ଯାଇଛନ୍ତି, ସେତେବେଳେ ରାବଣ ତାଙ୍କୁ ପନିଶମେଣ୍ଟ ଦିଆଯାଇଛି ଯେ ତାଙ୍କ ଲାଞ୍ଜରେ କପଡା ଗୁଡେଇ ଘିଅ ଢାଳି ତାଙ୍କୁ ଅଗ୍ନି ସଂଯୋଗ କରିବାର ପନିଶମେଣ୍ଟ ଦିଆଯାଇଛି। ସେତିକିବେଳେ ଜଣେ ରାକ୍ଷସୀ ଦୌଡିକି ଆସିକିରି ମା ସୀତାଙ୍କୁ କହୁଛି ଏ ଜଣେ ବାନର ଆସିଥିଲା, ଆଉ ତାଙ୍କୁ ଅଗ୍ନି ସଂଯୋଗ କରାହେଇକି ତାଙ୍କ ଶରୀରକୁ ଜାଳି ଦେବା ପାଇଁ ପ୍ରୟାସ କରାହଉଛି। ସେତେବେଳେ ମା ସୀତା ତୁରନ୍ତ ଖବର ପାଇ ଧ୍ୟାନସ୍ଥ ହେଇଗଲେ, ଏବଂ ଧ୍ୟାନର ଆଧାର ହଉଛି ନାମ। ଏବଂ ସେ ଅଗ୍ନିଦେବଙ୍କ ନାମ କରିବାକୁ ଲାଗିଲେ ଏବଂ ପ୍ରାର୍ଥନା କଲେ, ହେ ଅଗ୍ନିଦେବ, ସେ ମୋ ପୁଅ, ଆଉ ତାର ଯେମିତି କିଛି ନ ହୁଏ। ତାପରେ ଯାହା ହେଲା ଆପଣ ମାନେ ପ୍ରାୟତଃ ରାମାୟଣରେ ଜାଣିଛନ୍ତି। ତାପରେ ଯେତେବେଳେ ହନୁମାନ ଫେରି ଆସି ମା ସୀତାଙ୍କୁ ଦେଖା କରିଛନ୍ତି, ତାପରେ ମା କହୁଛନ୍ତି ତୁମର କିଛି ହେଇନି ତ? ନା ନା। ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଯଦି କିଛି ଅନକମନ ଜିନିଷ ଆପଣଙ୍କ ସହିତ ଘଟୁଛି, ତାହେଲେ ଆପଣ ସେଠୁ ଚିନ୍ତା କରନ୍ତୁ ଆପଣଙ୍କର ପଛରେ କେହି ଜଣେ ଆପଣଙ୍କ ପାଇଁ ପ୍ରେୟାର କରୁଛି ବା ହାତ ଯୋଡି ରଖିଛି। ତେଣୁ ଥରେ ସେଥିପାଇଁ ପ୍ରତ୍ୟେକ ସମୟରେ ଆମେ କୃତଜ୍ଞତା ଜ୍ଞାପନ କରିବା ଉଚିତ। ଥରେ ମନେ ପଡେ ଜଣେ ବାପ ପୁଅ ନୌକା ଯାତ୍ରାରେ ଯାଉଥିଲେ। ହଠାତ୍ କିଛି ଝଡ ତୋଫାନ ଆସିବାରୁ ଡଙ୍ଗାଟି ଗୋଟେ ନଦୀରେ ଓଲଟି ପଡିଲା। ତେଣୁ ନଦୀରେ ଯେତେବେଳେ ଡଙ୍ଗାଟି ଓଲଟି ପଡିଛି, ଆପଣ ମାନେ ସମସ୍ତେ ଜାଣିଛନ୍ତି ହୁଏନ ଅଲ୍ ଡୋର୍ସ କ୍ଲୋଜ ଗଡସ୍ ଡୋର ଓପନ। ଯେତେବେଳେ ଆମେ ମାନେ ହେଲ୍ପଲେସ୍ ହେଇଯାଉ, ଆଶା ଶୂନ୍ୟ ହେଇଯାଉ, ଯେମିତି ଦ୍ରୌପଦୀ ଯେତେ ଟାଣି ଓଟାରି ହେଲେ ଲାଷ୍ଟରେ ଯେତେବେଳେ ସେ ହାତ ଟେକି ଦେଲେ, ଯାହାକୁ କୁହାଯାଏ କମ୍ପ୍ଲିଟ ସରେଣ୍ଡର। ଯେତେବେଳେ ଆମେ ଈଶ୍ୱରଙ୍କ ପାଖରେ କମ୍ପ୍ଲିଟ ସରେଣ୍ଡର କରିଯାଉ, ସେତେବେଳେ ପରମପିତା ହିଁ ଆମକୁ ରକ୍ଷା କରିଥାନ୍ତି। ହୁଏନ ଅଲ୍ ଡୋର୍ସ କ୍ଲୋଜ। ଯେତେବେଳେ ଅନେଶତ ଡୋର ଦରଜା ବନ୍ଦ ହେଇଯାଏ, ସେତେବେଳେ ଏକମାତ୍ର ଗୋଟିଏ ଡୋର ଖୋଲା ଥାଏ, ସେ ହଉଛି ଈଶ୍ୱରଙ୍କର। ତେଣୁ ସେତିକିବେଳେ ବାପା ପୁଅ ପଚାରୁଛି, ବାପା କଣ କରିବା? ନା ବାପା ଆଉ କିଛି ଉପାୟ ନାହିଁ, ଚାଲେ ପହଁରି ପହଁରିକି ସେ କୂଳକୁ ପଳେଇବା। ସେଠି ଗୋଟେ ଛୋଟ ଟାପୁ ଆଇସଲ୍ୟାଣ୍ଡ ଭଳି ଅଛି, ଦେଖାଯାଉଛି, ସେଇଠି ପହଞ୍ଚିଯିବା। ତାପରେ ଯାଇ ପହଞ୍ଚି ଯାଇଛନ୍ତି। ତାପରେ ପୁଣି ପଚାରୁଛି ଛୋଟ ଛୁଆ, ବାପା କେମିତି ରହିବା, କଣ ଖାଇବା, କଣ କରିବା? କାହିଁକି ନା ମଣିଷର ବେସିକ ନିଡ ହଉଛି ଖାଦ୍ୟ, ବସ୍ତ୍ର ଆଉ ବାସଗୃହ, ଶିକ୍ଷା। ତେଣୁ ଏଇ ଚାରିଟାରୁ ମଣିଷ ଯେତେବେଳେ ବଞ୍ଚିତ ହେଇଯାଏ, ସେ ପଶୁ ସମାନ। ତେଣୁ ସେ ବଞ୍ଚି ନ ବଞ୍ଚିବା ସାଙ୍ଗେ ସମାନ। ତେଣୁ ତାପରେ ସେ ପ୍ରେୟାର କରିଛନ୍ତି, ବାପା କହୁଛି ଯେ ପୁଅ ଆଉ ଏ ଜାଗାରେ ଆଉ କେହି ଆମକୁ ସାହାଯ୍ୟ କରିପାରିବନି, ଏକମାତ୍ର ଈଶ୍ୱର। ତାପରେ ସେ କହିଛନ୍ତି, ତୁ ପ୍ରାର୍ଥନା କର, ତୁ ନାମ କର, ତୁ ଧ୍ୟାନ କର, ପ୍ରଣାମ ଆଉ ପ୍ରାର୍ଥନା କଲେ ଆମର ମନସ୍କାମନା ପୂର୍ଣ୍ଣ ହୁଏ। ଯୋଉ କ୍ରମରେ ଆଜି ଭାଇ ଓ ମା ମାନେ ବିଭିନ୍ନ ଦିନ ବିଭିନ୍ନ ଭାଇ ଓ ମା ମାନେ ଆଜି ମଧ୍ୟ ସେଇଭଳି ତାଙ୍କର ଉଦ୍ଦେଶ୍ୟକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ସେମାନେ ଅର୍ଘ୍ୟ ନିବେଦନ କରିଛନ୍ତି। ଆଉ ବିହାଇଣ୍ଡ ର ସାଇନ୍ସ ହଉଛି ବ୍ଲେସିଂସ ପାଇବା ପାଇଁ, ଈଶ୍ୱରଙ୍କର ବ୍ଲେସିଂସ। ତେଣୁ ତାଙ୍କର ଦୟା ହେଲେ ପଙ୍ଗୁ ଲଙ୍ଗାୟତି ଗିରି। ତେଣୁ ଆଉ କିଛି ଉପାୟ ନାହିଁ ବାବୁ, ପ୍ରାର୍ଥନା କର। ତାପରେ ସେ ଈଶ୍ୱରଙ୍କୁ ପ୍ରଣାମ ପ୍ରାର୍ଥନା କରୁଛି।
ଏଇ ସମୟରେ ସେ ଯାହା ଯାହା ମାଗିଛି ତାଙ୍କର ବେସିକ ନିଡ୍ ସେ କୌଣସି ସୋର୍ସ ରୁ ସେମାନେ ପ୍ରାପ୍ତ ହେଇଛନ୍ତି, ମୁଁ ସିଆଡେ ଯାଉନି। ତେଣୁ ସେ ପ୍ରାପ୍ତ ହେଲା ପରେ ଲାଷ୍ଟରେ ବୟସ ଯେତେବେଳେ ହେଇଯାଇଛି ସେତେବେଳେ ସେ ତାର ବିବାହ ପାଇଁ ମଧ୍ୟ ସେ ଚାହିଁଛି, ସେଇ ଏବଂ ସେ ଉଦ୍ଦେଶ୍ୟ ମଧ୍ୟ ତାର ପୂର୍ଣ୍ଣ ହେଇଛି। ଲାଷ୍ଟରେ ଯେତେବେଳେ ତାର ପତ୍ନୀ ମିଳିଯାଇଛି, ସେ ପତ୍ନୀ କି ଧରି ତାପରେ କିଛି ସମୟ ପରେ ସେଇ ବାଟ ଦେଇ ଆଉ ଗୋଟେ ଡଙ୍ଗା ଆସିଛି, ସେ ଡଙ୍ଗାରୁ ସେ ସାହାଯ୍ୟ ମାଗିଛି। ସେ ସାହାଯ୍ୟ ମାଗି ପତ୍ନୀ କି ଧରି ଚାଲି ଯାଉଛି। ଚାଲିଯିବା ଭିତରେ ଯେତେବେଳେ ମଝି ନଈରେ ହେଇଛି, ସେତିକି ବେଳେ ଡିଭାଇନ ପ୍ରମ୍ପଟିଙ୍ଗ ହଉଛି, ଆରେ ତୁମେ ସବୁ ପାଇଲ, ତୁମର ସବୁ ସୁଖ ଫେରି ଆସିଲା, ଶେଷରେ ତୁମେ ବିବାହ କଲ, ପତ୍ନୀ ବି ତୁମକୁ ମିଳିଲା, ଆଉ ତୁମେ କଣ ବାପାଙ୍କୁ ଛାଡି ପଳେଇଗଲ? ସେତିକିବେଳେ ସେ କହୁଛନ୍ତି ଯେ ମୁଁ ଈଶ୍ୱରଙ୍କୁ ଡାକିଲି, ସିଏ ବି ଈଶ୍ୱରଙ୍କୁ ଡାକିଲେ, ତ ଈଶ୍ୱର ମତେ ସବୁ ଦେଲେ, ତାଙ୍କୁ କାହିଁ ଦେଲେନି? ସେ ତ ମୋ ଠାରୁ ବଡ, ସେ ତ ବାପା, ତେଣୁ ମୁଁ ତ ଯାହା ମାଗିଲି ଈଶ୍ୱର ମତେ ସବୁ ଦେଇଦେଲେ, ମୋର ସବୁ ମନସ୍କାମନା ପୂର୍ଣ୍ଣ କଲେ। ତାପରେ ଡିଭାଇନ ପ୍ରମ୍ପଟିଙ୍ଗ ହଉଛି, ସିଏ କଣ ମାଗୁଥିଲେ ଜାଣିଛୁ? ହେ ପରମ ପିତା, ମୋ ପୁଅ ଛୋଟ ପିଲା, ମୁଁ କଷ୍ଟ ସହି ନେବି, କିନ୍ତୁ ପ୍ରଭୁ ତାର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତୁ। ସିଏ କେବେ ମାଗିନଥିଲେ ଯେ ମତେ ଏଇଆ ମିଳୁ, ମତେ ସୁଖ ମିଳୁ, କି ଶାନ୍ତି ମିଳୁ, କି ଆନନ୍ଦ ମିଳୁ, କି ଘର ମିଳୁ, କି ଗାଡି ମିଳୁ, କି ଘୋଡା ମିଳୁ। ସିଏ ମାଗୁଥିଲେ ହେ ପରମପିତା, ମୋ ପୁତ୍ରର ଉଦ୍ଦେଶ୍ୟ ପୂର୍ଣ୍ଣ କର। ତେଣୁ ସବୁବେଳେ ପିତାମାତା ସେଇଆ ହିଁ ଚାହିଁଥାନ୍ତି, ସେ ନିଜ ପାଇଁ କିଛି ଚାହିଁନଥାନ୍ତି, ସେ ସବୁବେଳେ ପିଲାର ମନସ୍କାମନା ପୂର୍ଣ୍ଣ ଚାହିଁଥାନ୍ତି। ତେଣୁ ଚିନ୍ତା କରନ୍ତୁ, ଯେତେବେଳେ ଆମ ପାଖରେ କେହି ନଥିଲେ ସେତେବେଳେ ଥିଲି ମୁଁ, ଯେତେବେଳେ ତ ସବୁ ପାଇଛି ପର ହେଇଛି ମୁଁ, ଯେତେବେଳେ ତ କେହି ନଥିବେ ସେତେବେଳେ ଥିବି ମୁଁ। ସେ ହେଲେ, ଯଦି ଠାକୁରଙ୍କୁ ଦେଖିବାକୁ ଚାହୁଁଛ, ତାହେଲେ ଜୀବନ୍ତ ଅବସ୍ଥାରେ ଦେଖିବାକୁ ଚାହୁଁଛ ପିତାମାତା ରୂପରେ। ସେ ଘରେ ଆସିକିରି ମୁଁ ପ୍ରାୟ ସବୁ ସମୟରେ କହିଥାଏ ଯେ ଈଶ୍ୱରଙ୍କୁ ଯେତେବେଳେ ସେବା ନବାର ହୁଏ, ସେ ପିତାମାତା ରୂପରେ ଆସି ଆବିର୍ଭାବ ହୁଅନ୍ତି। ଈଶ୍ୱରଙ୍କୁ ଯେତେବେଳେ ପୂଜା ନବାର ହୁଏ, ସେ ପଥର ମୂର୍ତ୍ତି ହେଇକରି ଆସି ମନ୍ଦିରରେ ଥାନ୍ତି। ତେଣୁ ମନ୍ଦିରରେ ଆମେ ଯେତେବେଳେ ଯାଉ, ଈଶ୍ୱରଙ୍କୁ ପୂଜା କରୁ, ସେବା କରଉନୁ। କେବେ କିଏ ପଥର ମୂର୍ତ୍ତିର ମୁଣ୍ଡ ଫୁଟେଇ ଦିଏ ନା, ଗୋଡ ମୋଡି ଦିଏ ନା, ତାକୁ କିଛି ସେବା ଦିଏ? ତେଣୁ ଈଶ୍ୱରଙ୍କୁ ଯେତେବେଳେ ପୂଜା ନବାର ହୁଅନ୍ତି, ସେ ମୂର୍ତ୍ତି ରୂପରେ ଆସି ମନ୍ଦିରରେ ବସନ୍ତି। ଈଶ୍ୱରଙ୍କୁ ଯେତେବେଳେ ପୂଜା ନବାର ମାନେ ସେବା ନବାର ହୁଏ, ସେ ପିତାମାତା ରୂପରେ ଆସି ଆମ ଘରେ ଆବିର୍ଭାବ ହୁଅନ୍ତି। ତେଣୁ ସେଥିପାଇଁ ଆମେ ମାନେ ତାଙ୍କ ପ୍ରତି କୃତଜ୍ଞ ରହିବା ଉଚିତ। ତେଣୁ ସେଇ କଥା ମନେ ପଡେ ଯେ ଠାକୁର ଆମକୁ ଏଇ ମହାପାତକ ବା ଯୋଉ ଗୁଡାକ ଆମେ କହିଲେ, ଯୋଉ ଅକୃତଜ୍ଞତା ରୂପକ ଯୋଉ ପାପରୁ ରକ୍ଷା କରିବା ପାଇଁ ପଞ୍ଚ ମହାଯଜ୍ଞ ଆମ ପାଖରେ ଆଣିକିରି ଦେଲେ। ପ୍ରଥମେ ହଉଛି ଦେବ ଯଜ୍ଞ, ଯାହାକୁ ଆମେ ବ୍ରହ୍ମ ଯଜ୍ଞ ବି କହୁଛେ। ଆଜି ଆମେ ପ୍ରାରମ୍ଭରୁ ପ୍ରତ୍ୟେକ ଗୁରୁ ଭାଇ ଯୋଉ ଇଷ୍ଟବୃତ୍ତି କରୁଛେ, ଯାହାକୁ ଆମେ ସାକ୍ରାମେଣ୍ଟାଲ ଏଣ୍ଡାଓମେଣ୍ଟ ବୋଲି କହୁଛେ, ପୂତ ଅବଦାନ। ଏଇ ଇଷ୍ଟବୃତ୍ତି ହଉଛି ବ୍ରହ୍ମ ଯଜ୍ଞ। ତେଣୁ ଏଇ ଇଷ୍ଟବୃତ୍ତି କରିବା ଭିତରେ ଦେଇକରି ଆମେ ଯାହାଙ୍କ ଠାରୁ ଆସିଲେ ତାଙ୍କରି ଭରଣ ପୋଷଣ ପାଇଁ, ଇଷ୍ଟ ଭରଣ ପାଇଁ ଆମେ ଯୋଉ ସାକ୍ରାମେଣ୍ଟାଲ ଏଣ୍ଡାଓମେଣ୍ଟ ଦେଉଛେ, ସେଇ କରିବା ଭିତରେ ଦେଇକରି ଆମ ଭିତରେ ଦେବ ଯଜ୍ଞ ଆମ ଭିତରେ ପାଳନ କରାଯାଏ। ତେଣୁ ଏଇ ଦେବ ଯଜ୍ଞ ପାଳନ କରିବା ଭିତରେ ଦେଇକରି ଆମେ ଦେବତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥାଉ। ତାପରେ ଆସୁଛି ଆମର ପିତୃ ଯଜ୍ଞ, ଏ ଋଷି ଯଜ୍ଞ। ତେଣୁ ଏଇ ଋଷି ଯଜ୍ଞ ଯୋଉମାନେ ସାଧନା କରିଛନ୍ତି, ସାଧୟତି ଇତି ଋଷି, ଯୋଉମାନେ ସାଧନା କରି, ଯେମିତି ଆମେ କହିପାରିବା ପାତଞ୍ଜଳି, ଯେ ଆମ ପାଖରେ ଯୋଗକୁ ଇଣ୍ଟ୍ରୋଡ୍ୟୁସ କରିଦେଲେ। ସେ ସାଧନା କରିକିରି ଆଦି ଯୋଗୀ, ଆମର ଶଙ୍କର ଭଗବାନଙ୍କୁ ଆଦି ଯୋଗୀ କୁହାଯାଏ। ତାଙ୍କ ଠାରୁ ଟ୍ରାନ୍ସଫରମେସନ ହେଇକରି ହଠ ଯୋଗ, କ୍ରିୟା ଯୋଗ
ଏମିତି ବିଭିନ୍ନ ପ୍ରକାର ଅବସ୍ଥା ଦେଇକିରି ଆସିକିରି ଟ୍ରାନ୍ସଫରମେସନ ହେଇକିରି ଆସି ଆମ ପାଖରେ ପହଞ୍ଚିଛି। ତ ଏଇ ଯୋଉ ଯୋଗ ମାଧ୍ୟମରେ କେତେ ଲୋକଙ୍କୁ ଆଜି ଆମେ ସେବା ଦେଇକିରି ସୁସ୍ଥ କରିପାରୁଛୁ। ତେଣୁ ଯୋଉମାନେ ସେଇ ସାଧନା କରି ସେ ସାଧନା ଲବ୍ଧ ଜ୍ଞାନଟାକୁ ଆଣି ଆମ ମାନଙ୍କ ପାଖରେ ପହଞ୍ଚେଇଲେ, ସେଇମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଦରକାର। ଆଜି ଯୋଉ ପୁସ୍ତକ ଖଣ୍ଡେ ଆମେ ପଢୁଛେ, ଆଜି ମାନେ ଆପଣ ଯୋଉ ସନାତନ ଧର୍ମର ଯୋଉ ମୂଳ ଗ୍ରନ୍ଥ ହଉଛି ବେଦ। ସେ ବେଦ ହଉ କି ପୁରାଣ ହଉ କି ଗୀତା ହଉ କି ଭାଗବତ ହଉ, ଏମାନେ ଏଗୁଡାକ ତ ମୁଁ ଲେଖିନି ନା। ତ ସେଇ ଯୋଉ ଜ୍ଞାନ ମୁଁ ଆଜି ପ୍ରାପ୍ତ ହେଇଛି, କାହା ଠାରୁ ପ୍ରାପ୍ତ ହେଇଛି? ସେଇ ଯୋଉ ସାଧନା କରି ସେ ଯୋଉ ଋଷି ମାନେ ତାକୁ ଆଣି ଆମ ମାନଙ୍କ ପାଖରେ ସହଜ ସରଳ ଭାବରେ ପହଞ୍ଚେଇ ଦେଇଛନ୍ତି। ସେ ଜ୍ଞାନକୁ ମୁଁ ଉପଭୋଗ କରିକି ମୋର ବଞ୍ଚିବା ଆଉ ବଢିବାକୁ ମୁଁ ସହଜ କରିଛି। ତେଣୁ ସେଇ କାମ ହଉଛି ଆଜି ରୀତିକ ଦେବତା ମାନେ କରୁଛନ୍ତି, ଯିଏ କି ନିଜେ ସାଧନା କରି ନିଜକୁ ଟ୍ରାନ୍ସଫରମେସନ କରି ଏବଂ ସିଏ ଯୋଉ ସାଧନା ଲବ୍ଧ ଜ୍ଞାନ ଟାକୁ ଆମ ମାନଙ୍କ ପାଖରେ ପହଞ୍ଚେଇ ଆମକୁ ଦୀକ୍ଷା ପ୍ରାପ୍ତ କରାଇଲେ। ସେ ଦୀକ୍ଷା ଭିତରେ ଦେଇକିରି ଆମେ ଈଶ୍ୱର କିଏ ବା ଦେବତା କିଏ ବା ଭଗବାନ କିଏ ଆମେ ତାଙ୍କୁ ଚିହ୍ନିଲୁ। ଯଦି ରୀତିକ ନଥାନ୍ତେ, ତାଙ୍କର ସାଧନା ଲବ୍ଧ ଜ୍ଞାନ ଆମେ ପ୍ରାପ୍ତ ହେଇପାରିନଥାନ୍ତେ, କି ଈଶ୍ୱର ଭଗବାନଙ୍କ ଦେବତାଙ୍କୁ ଆମେ ଚିହ୍ନି ପାରିନଥାନ୍ତେ। ତେଣୁ ସେଇଥିପାଇଁ ତାକୁ କୁହାଯାଏ ଋଷି ଯଜ୍ଞ। ତେଣୁ ଏଇ ଋଷି ମାନଙ୍କ ଭିତରେ ଦେଇକରି ଏଇ ସାଧନା ଲବ୍ଧ ଜ୍ଞାନ ଭିତରେ ଦେଇକରି ଆମର ବଞ୍ଚିବା ବଢିବାକୁ ସେମାନେ ଆହୁରି ସହଜ କରିଛନ୍ତି। ତେଣୁ ତାଙ୍କ ପ୍ରତି କୃତଜ୍ଞତାର ପ୍ରଦାନ କରିବା ବା ଏଇ ଯୋଉ ଯଜ୍ଞ ତାଙ୍କ ପ୍ରତି ଯାହା ସୋସିଆଲ କର୍ମ ଆମେ କରାଯାଏ, ତାକୁ କୁହାଯାଏ ଋଷି ଯଜ୍ଞ। ତାପରେ ଆସୁଛି ପିତୃ ଯଜ୍ଞ। ଯାହାଙ୍କ ପାଇଁ, ଯୋଉ ପିତାମାତାଙ୍କ ପାଇଁ ମୁଁ ଆଜି ଏଇଭଳି ଗୋଟେ ଅକ୍ଷମ ଶୈଶବରୁ ସକ୍ଷମ ଯୁବକ ଅବସ୍ଥା ପ୍ରାପ୍ତ ହେଇଛି। ଯୋଉ ମା ନିଜେ ଝାଡା ପରିସ୍ରାରେ ଶୋଇ ରାତି ଅନିଦ୍ରା ହେଇ ନିଜ ବକ୍ଷରେ ମାନେ ମତେ ଶୁଆଇ କ୍ଷୀର ଦେଇ ମତେ ବଞ୍ଚିବା ବଢିବାର ପଥ ଆଜି ଦେଖେଇଛି ବା ଦୁନିଆ ଦାଣ୍ଡରେ ପରିଚୟ ସୃଷ୍ଟି କରେଇଛି। ଯୋଉ ମା ପାଇଁ ଯେ ମତେ ସଂସ୍କାର ଦେଇଛି, ଶିକ୍ଷା ମଧ୍ୟ ଦେଇଛି, ଆଉ ସେଇ ପିତା ମତେ ସଂଘର୍ଷ ମଧ୍ୟ ଶିଖେଇଛନ୍ତି। ଦୁନିଆ ଦାଣ୍ଡରେ ବଞ୍ଚିବା ପାଇଁ ସଂଘର୍ଷ ଶିଖେଇଛନ୍ତି। ତେଣୁ ମନେ ପଡେ ଜର୍ଜ ୱାସିଂଟନଙ୍କର ଗୋଟେ କଥା। ଜର୍ଜ ୱାସିଂଟନ ଥରେ ଆମେରିକା କୋର୍ଟରେ, ସେ ଆମେରିକା ରାଷ୍ଟ୍ରପତି ଥିଲେ, ଆମେରିକା କୋର୍ଟରେ ତାଙ୍କୁ ଗୋଟେ ସାକ୍ଷୀ ଦବାକୁ ପଡିଥିଲା। ଆମେ ମାନେ ସାଧାରଣତଃ ଜାଣିଛେ ବିଭିନ୍ନ ଧର୍ମର ବିଭିନ୍ନ ଧର୍ମ ଗ୍ରନ୍ଥ ରହିଛି, ଯାହାକୁ ଆମେ ସାକ୍ଷୀ ଦେଲା ବେଳେ ଶପଥ ପାଠ କରିଥାଉ। ତେଣୁ ଯେତେବେଳେ ଜର୍ଜ ୱାସିଂଟନ କୁ କୋର୍ଟରେ କୁହାଗଲା ଯେ ତୁମେ ଏଇ ବାଇବେଲ ଛୁଇଁକିରି କୁହ, ଯାହା କହିବ ସତ କହିବ, ସେ କହିଲେ ମୁଁ ବାଇବେଲ ଛୁଇଁବା ଦରକାର ନାହିଁ। ତେଣୁ ସେତେବେଳେ ଜଜ ତାଙ୍କୁ କହୁଛନ୍ତି ୟୁ ଆର୍ ଏଭବ ଦି ଲ। ତୁମେ କଣ ଆଇନର ବାହାରେ? ତମେ ରାଷ୍ଟ୍ରପତି ହେଇପାର, କିନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ। ସେ କହୁଛନ୍ତି ମୁଁ ଆଜ୍ଞା ବହି ଛୁଇଁବିନି, କିନ୍ତୁ ମୁଁ ଯାହା କହିବି ସତ କହିବି। କହିଲେ କାହିଁକି ଛୁଇଁବନି? ଯେତେବେଳେ ପଚାରିବାକୁ ଚାହିଁଛନ୍ତି, ସେତେବେଳେ ଜର୍ଜ ୱାସିଂଟନ କହୁଛନ୍ତି ଛୋଟ ଅବସ୍ଥାରେ ବାପାଙ୍କ ପକେଟ ରୁ $2 ଚୋରି କରିଥିଲି। ଯେତେବେଳେ ବାପା ଖୋଜିଲେ ପଇସା କୁଆଡେ ଗଲା, ମା ମତେ ପଚାରିଲେ ତୁ ନେଇଛୁ କି? ମୁଁ କହିଲି ନାଇଁ ମା, ମୁଁ ନେଇନି। ତାପରେ ମୁଁ $1 ଖର୍ଚ୍ଚ କରିଥିଲି, ଆଉ $1 ମୋ ପକେଟ ରେ ରହିଥିଲା। ତେଣୁ ମୋର ଆଉ ମନେ ନାହିଁ, ମୋର ଯେତେବେଳେ ମା ମୁଁ ସ୍କୁଲରୁ ଆସିଲି ମୋ ଡ୍ରେସକୁୁ ସଫା କରିବାକୁ ନେଲେ, ସେତିକିବେଳେ ସେ $1 ସେ ପକେଟ ରୁ ପାଇଲେ। ତାପରେ ମତେ କହିଲେ ତୁ ପଇସା କୋଉଠୁ ଆଣିଲୁ? ତାପରେ ମୁଁ ବାଧ୍ୟ ହେଇକିରି କହିଲି ମୁଁ ବାପାଙ୍କ ପକେଟ ରୁ ଚୋରି କରିଥିଲି। ତାପରେ ସେ ମତେ ସେଇଦିନ ଗୋଟିଏ କଥା କହିଥିଲେ, ଯୋଉଟା କି ଆଜି ଚିରଦିନ ମୋର ରେଖାପାତ କରିଛି, ଯେ ତୁ ମୁଁ ବାଞ୍ଝ ହେଇ ରହିବା ଭଲ, କିନ୍ତୁ ମୁଁ ଗୋଟେ ଚୋରର ମା ହବାକୁ ପସନ୍ଦ କରେନି। ତେଣୁ ମୁଁ ସେଇଦିନ ସେଇ ପଦେ କଥା ମୋ ମା ର ମୁଁ ଆଜି ପର୍ଯ୍ୟନ୍ତ ଯାହା କହିବି ସତ କହିବି। ମତେ କୌଣସି ପୁସ୍ତକ, କୌଣସି ରାଣ ନିୟମ ପକେଇବା ଦରକାର ନାହିଁ।
ଆଉ ମୋ ଜୀବନରେ ମୁଁ ସେଇ ଦିନ ଠାରୁ ମିଛ କହିବା ଛାଡି ଦେଇଛି କି ଚୋରି କରିବା ଛାଡି ଦେଇଛି। ମୋ ମା କୁ ଏତେ କଷ୍ଟ ହେଇଥିଲା, କହିଲେ ତୁ ବରଂ ମରିଯିବା ଭଲ, ମୁଁ ବରଂ ବାଞ୍ଝ ହେଇ ରହିବା ଭଲ, କିନ୍ତୁ ତୋ ଭଳିଆ ପୁଅ ମୋର ଦରକାର ନାହିଁ। ତେଣୁ ସେଇ ଦିନ ଠାରୁ ମୁଁ ଆଜ୍ଞା ଚର୍ଯ୍ୟ ବୃତ୍ତି ଛାଡିଛି ଏବଂ ମିଛ କହିବା ଛାଡିଛି। ତେଣୁ ମତେ କୌଣସି ଧର୍ମ ଗ୍ରନ୍ଥ କି ରାଣ ନିୟମ ପକେଇବା ଦରକାର ନାହିଁ। ଇଏ ହଉଛି ଆମର ପିତାମାତା, ଯିଏକି ଆମକୁ ପ୍ରତ୍ୟେକ ସମୟରେ ଛାଇ ଭଳି ଆମ ପାଖରେ ଥାଇ ଆମକୁ ଶିକ୍ଷା, ଆମକୁ ସଂସ୍କାର, ଆମକୁ ସଂଘର୍ଷ କରିବା ଶିଖେଇଥାନ୍ତି। ତେଣୁ ତାଙ୍କ ପ୍ରତି ପ୍ରତ୍ୟେକ ସମୟରେ ଆମେ କୃତଜ୍ଞ ରହିବା ଉଚିତ। ତାପରେ ଆସୁଛି ନୃ ଯଜ୍ଞ। ନୃ ଯଜ୍ଞ ହଉଛି ମଣିଷ ସମାଜ। ଯୋଉ ମଣିଷ ସମାଜ ପାଇଁ ଆଜି ମୋର ବଞ୍ଚିବା ବଢିବାଟା ଏତେ ସହଜ ହେଇଛି, ଯୋଉଥିପାଇଁ ଆଜି ଯୋଉ ଘରେ ମୁଁ ରହୁଛି ସେ ଘର ମୁଁ ତିଆରି କରିନି, ଯୋଉ ଗାଡି ମୁଁ ଆଜି ଚଢୁଛି ସେ ଗାଡି ମୁଁ ତିଆରି କରିନି। ଯଦି ସୁନ୍ଦର କଥାଟେ ମନେ ପଡେ, ମତେ ଯେତେବେଳେ ମୋ ମା ଜନ୍ମ କଲେ ସେ କୌଣସି ଡକ୍ଟର ବୈଦ୍ୟର ସାହାଯ୍ୟ ନିଶ୍ଚିନ୍ତ ନେଇଛନ୍ତି, କିନ୍ତୁ ମୁଁ କେବେ ଚିନ୍ତା କରିଛି ଯେ ମୋ ମା କୁ କୋଉ ଡକ୍ଟର ଟ୍ରିଟମେଣ୍ଟ କରୁଥିଲେ? ସେ ଡକ୍ଟର ମୋ ମା କୁ କାହିଁକି ଟ୍ରିଟମେଣ୍ଟ କରୁଥିଲେ? ଡକ୍ଟର କେବେ ପଚାରିଛନ୍ତି ଯେ ମୁଁ ତମକୁ କାହିଁକି ଟ୍ରିଟମେଣ୍ଟ କରିବି? କାହିଁକି ନା ଡକ୍ଟର ତାଙ୍କର ଠାକୁର କହିଲେ ସେ ତାର କର୍ମ ଭିତରେ ଦେଇକରି ସେ ଧର୍ମକୁ ପରିପାଳନ କରୁଥିଲା। ତେଣୁ ମୋର କଣ କର୍ତ୍ତବ୍ୟ ନୁହେଁ? ସମାଜ ପ୍ରତି କର୍ତ୍ତବ୍ୟ ମୋର ରହିନି? ମୁଁ କେବେ ଯାଇ ଖୋଜିଛି ମୋ ମା କୋଉ ଡକ୍ଟର କୁ ଯାଇ ଦେଖା କରିଥିଲା, କୋଉ ମେଡିସିନ ଷ୍ଟୋର ରୁ ମେଡିସିନ ଖାଇଥିଲା, ମୋର ମାନେ ଜନ୍ମ କରିବା ଟା ସହଜ ହେଇଥିଲା? ତେଣୁ ଆମେ କେବେ ପଚାରିଛେ? କେବେ ପଚାରିନେ। ତାହେଲେ ସେ ଡକ୍ଟର କୁ କଣ ମୁଁ ପଢେଇଥିଲି? ସେ ଡକ୍ଟର କୁ କଣ ଆମେ ମାନେ ପଇସା ଦେଇକି ପାଠ ପଢେଇଥିଲୁ? କିନ୍ତୁ ସେ ତାଙ୍କ କର୍ତ୍ତବ୍ୟ କରିଛନ୍ତି। ଏଇ କର୍ମ ଭିତରେ ଦେଇକିରି ମଣିଷ ଧର୍ମକୁ ପାଳନ କରେ। ସେଇଟା ହଉଛି ଆମର ସୋସିଆଲ ରେସପନସିବିଲିଟି। ତେଣୁ ଏଇଭଳି ଭାବରେ ଆମେ ବିଭିନ୍ନ ମଣିଷ ଠାରୁ, ଆମେ ଯଦି ଗୋଟେ ବସ୍ତ୍ର ପିନ୍ଧୁଛେ ସେ ବସ୍ତ୍ର ଆମେ ତିଆରି କରିନେ। ଆମେ ଯଦି ସକାଳୁ ଆମର ଚୁଟି ଟିକେ କାଟିବାକୁ ଯାଉଛେ, ତାହେଲେ ଆମେ ଚୁଟି ଆମେ ନିଜେ କାଟି ପାରିବାନି। ତେଣୁ ପ୍ରତ୍ୟେକ ଆମେ ଯୋଉ ଜୋତାଟି ପିନ୍ଧୁଛେ, ସେ ଜୋତା ଆମ ଫ୍ୟାକ୍ଟ୍ରିରେ ତିଆରି ହେଇନଥିଲା କି ଆମ ବାପା ତାକୁ ତିଆରି କରିନଥିଲା। ତେଣୁ ପ୍ରତ୍ୟେକ ସମୟରେ ପ୍ରତି ଜାଗାରେ ଆମେ ସୋସାଇଟି ଠାରୁ ସାହାଯ୍ୟ ନେଇ ଚାଲିଛେ। ତେଣୁ ସେଇ ସୋସାଇଟି ପ୍ରତି ଯୋଉ କର୍ତ୍ତବ୍ୟ, ଯୋଉ ସେବା, ଯୋଉ ଧାର୍ମିକ ବିଚାରଧାରା ଆମ ମାନଙ୍କର ରହିବା ଦରକାର, ତେଣୁ ଆମେ ସେଇ କର୍ମଟା କରିବାକୁ ହିଁ କୁହାଯାଏ କୃତଜ୍ଞତା। ତେଣୁ ସମାଜରେ ଆମେ ପ୍ରତ୍ୟେକ ସମୟରେ ଆଜି ବିଜ୍ଞାନ, ବୈଷୟିକ ଜ୍ଞାନ କୌଶଳ କେତେ ଡେଭଲପ ହେଇଛି। କେତେ ପ୍ରକାର ଆମର ବଞ୍ଚିବା ବଢିବାଟାକୁ ଆମେ କେତେ ସୁନ୍ଦର ଭାବେ ଯୋଉ ଆଜି ଏରୋପ୍ଲେନ ଦେଖୁଛନ୍ତି। ଆମେ ମାନେ ଆମେରିକା ହଉଛି ପୃଥିବୀର ଗୋଟେ ମାନେ ଅପୋଜିଟ ରେ ପୁରା ରହୁଛି। କିନ୍ତୁ ଆମେ କେତେ ସମୟ ଭିତରେ ଯାଇକି ପହଞ୍ଚୁଛେ। ଏଇଠି ଯଦି ଆମେ ଦିଲ୍ଲୀ, ବମ୍ବେ କଥା ଚିନ୍ତା କରାଯାଏ, ଆମେ ଟିଫିନ କରୁଛେ, ସକାଳ ଟିଫିନ କରୁଛେ କଟକରେ, ଲଞ୍ଚ କରୁଛେ ଯାଇକିରି ଦିଲ୍ଲୀରେ, ଡିନର କରୁଛେ ଯାଇକି ବମ୍ବେ ରେ। ହାଉ ଇଜ୍ ଇଟ୍ ପସିବୁଲ? ଇଟ୍ ଇଜ ବିକଜ ଅଫ୍ ଟେକ୍ନୋଲୋଜି। ତେଣୁ ସେ ଟେକ୍ନୋଲୋଜି କି କିଏ ବାହାର କରିଛି? ଏଇ ମଣିଷ। ତେଣୁ ଆମେ ସମାଜ ପ୍ରତି ଆମର ବହୁତ କର୍ତ୍ତବ୍ୟ ରହିଛି। ତେଣୁ ସେଇ ଯୋଉ କର୍ତ୍ତବ୍ୟକୁ ପରିପାଳନ କରିବାଟା ହଉଛି କୃତଜ୍ଞତା। ତେଣୁ ପ୍ରତ୍ୟେକ ସମୟରେ ଆମେ ପ୍ରତ୍ୟେକଙ୍କ ପାଖରେ ଋଣୀ। ତେଣୁ ସେଇଥିପାଇଁ ହଉଛି ନୃ ଯଜ୍ଞ ବା ମଣିଷ ସମାଜ ପ୍ରତି ଯୋଉ ଆମର କର୍ତ୍ତବ୍ୟ ରହିଛି, ସେ କର୍ତ୍ତବ୍ୟକୁ ପାଳନ କରିବା ଦ୍ଵାରା ଠାକୁର ଆମ ପାଖରେ ଆଣିକିରି ଦେଲେ ଏଇ ଯୋଉ ପିତାମାତା ଆଉ ଦେବାଦେବୀ ବା ଈଶ୍ୱରଙ୍କ ପ୍ରତି, ଆମେ ଏଇ ପ୍ରତ୍ୟେକଙ୍କ ପ୍ରତି ଯଦି ଆମେ ଏଇ ଯୋଉ କର୍ମ କରିବା, ସେ କର୍ମ କରିବା ଭିତରେ ଦେଇକରି ଆମେ ଏଇଭଳିଆ ପାପରେ ଭାଗି ହବାନି। ଆଉ ଗୋଟେ ଆସୁଛି ଆପଣଙ୍କର ଭୂତ ଯଜ୍ଞ। ଏଇ ଭୂତ ହଉଛି ଆପଣଙ୍କର ଜୀବଜନ୍ତୁ, କୀଟ ପତଙ୍ଗ, ତା ସହିତ ଅଶରୀର ମଧ୍ୟ ପ୍ରତ୍ୟେକ ଆମ ଭିତରେ କେବୁ ଭୂତ ଯଜ୍ଞ ବୋଲି କୁହାଯାଏ। ଆପଣ ମାନେ ଯଦି ଜୀବଜନ୍ତୁ କୀଟ ପତଙ୍ଗଙ୍କ କଥା ଚିନ୍ତା କରିବା, ତାହେଲେ ପ୍ରାତରୁ ଆମେ ମାନେ ଯୋଉ ବାହ୍ୟ ମଳମୂତ୍ର ଗାଁ ମାନଙ୍କରେ ବା ଆଗରୁ ଯୋଉ ଲୋକମାନେ ଆମେ
ବାହ୍ୟ ମଳମୂତ୍ର ତ୍ୟାଗ କରୁଥିଲୁ, ତ ସକାଳୁ କୁକୁଡ଼ା, କାଉ, କୁକୁର ଏମାନେ ଆସି ସେଗୁଡାକୁ ଖାଇ ଆମ ପରିବେଶକୁ ଶୁଦ୍ଧତା ପ୍ରଦାନ କରୁଥିଲେ। ସେମାନେ ତାକୁ ଇଭିନ୍ ଇଫ୍ ଆପଣ ଦେଖନ୍ତୁ ଯେତେ ଟକ୍ସିନ ବା ଆମର ଯୋଉଟା ବିଷ କ୍ରିୟା ହୁଏ, ଆମେ ମାନେ ଯୋଉ ପେଷ୍ଟିସାଇଡ ଇନସେକ୍ଟିସାଇଡ ସବୁ ୟୁଜ କରୁଛେ ଆମର କଲ୍ଟିଭେସନ ରେ, ଚାଷ କାମରେ, ସେ ଯୋଉ ବିଷ ଗୁଡାକୁ ସାପ ମାନେ ଖାଇଯାଆନ୍ତି। ମାନେ ସେଟାକୁ ସାପ ମାନେ ଗ୍ରହଣ କରି ନିଅନ୍ତି। ତେଣୁ ଏଇ ସାପ ସରୀସୃପ ମଧ୍ୟ ଏମାନେ ଆମର ବଞ୍ଚିବା ବଢିବାରେ କେତେ ସହାୟ ହଉଛନ୍ତି। ଆପଣ ସାଧାରଣତଃ ଆମେ ମାନେ ଯେତେବେଳେ ଛୋଟ ଥିଲୁ ଆମେ ନଦୀ ଏବଂ ପୁଷ୍କରଣୀରେ ଗାଧଉଥିଲୁ। ତେଣୁ ଏଇ ନଦୀ ପୁଷ୍କରଣୀରେ ଯେତେବେଳେ ଆମେ ଗାଧାଉ, ଆମେ ଯେତେବେଳେ କୌଣସି ଛେପ ଖଙ୍କାର କିମ୍ବା ପରିସ୍ରା କିଛି ବି ତ୍ୟାଗ କରୁ, ସେମାନେ ମାଛ ମାନେ ସେଗୁଡାକୁ ଖାଇଯାଆନ୍ତି ଏବଂ ଖାଇକିରି ପରିବେଶକୁ ଶୁଦ୍ଧତା ପ୍ରଦାନ କରନ୍ତି। ତେଣୁ ସେମାନେ ହେଲେ କୋ ପାସେଞ୍ଜର ଆମ ମାନଙ୍କର। ତେଣୁ ଥରେ ମନେ ପଡେ ସୁନ୍ଦର କଥା, ଜର୍ଜ ବର୍ନାଡସଙ୍କର ଦେହ ଅସୁସ୍ଥ ହେଲା। ଜର୍ଜ ବର୍ନାଡସ ଯେତେବେଳେ ପୁରା ମାନେ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ, ତାଙ୍କୁ ଜଣେ କହିଲେ ଯେ ଆପଣ ଯାଇକିରି ଆପଣଙ୍କ ଶାରୀରିକ ଅସୁସ୍ଥତା ଗୋଟେ ଡକ୍ଟରଙ୍କୁ ଦେଖାନ୍ତୁ। ତେଣୁ ସେ ଯେତେବେଳେ ସେ ଡକ୍ଟରଙ୍କୁ ଯାଇ ଦେଖେଇଲେ, ଡକ୍ଟର କହିଲେ ମିଷ୍ଟର ସ ଆର୍ ୟୁ ଭେଜିଟେରିଆନ? ସେ କହିଲେ ୟେସ୍ ସାର୍। ନା ଆପଣଙ୍କର ଟିକେ ପ୍ରୋଟିନ ପ୍ରୋବ୍ଲେମ ଅଛି, ଆନିମାଲ ପ୍ରୋଟିନ। ଆପଣ ଆନିମାଲ ପ୍ରୋଟିନ ଟା ଖାଆନ୍ତୁ। ସେଠୁ ବର୍ନାଡସ ରାଗିଗଲେ ଏବଂ କହିଲେ ଡକ୍ଟର, ତୁମର ଶାସ୍ତ୍ର ଏଇ ପର୍ଯ୍ୟନ୍ତ ନା ତାଠାରୁ କିଛି ଅଛି, ଅଧିକ ଅଛି? କହିଲେ ମାନେ? ଯେ ମୁଁ ଗୋଟେ ବର୍ନାଡସ ମରିଗଲେ ପୃଥିବୀ କଣ ଭାସିଯିବ? ଆଉ ମୁଁ କାହିଁକି ମାରିକିରି ଶହ ଶହ ଜୀବଜନ୍ତୁଙ୍କୁ ଖାଇବି? ତେଣୁ ତୁମର ଶିକ୍ଷା କଣ ଏତିକି ପର୍ଯ୍ୟନ୍ତ? ଜଣେ ବାଘ, ଭାଲୁ, ହଁ, ହିଂସ୍ର ଜନ୍ତୁ ମାନେ ସେମାନଙ୍କର ବୈଶିଷ୍ଟ୍ୟ ହଉଛି ଶିକାର କରିବା। ଆପଣ ଘୋଡାକୁ ଦେଖନ୍ତୁ ତ, ଘୋଡା କୋଉ ଆନିମାଲ ପ୍ରୋଟିନ ଖାଉଛି? ଆଜି ଯଦି ପୃଥିବୀର ସବୁଠାରୁ ବଡ ପାୱାର ହଉଛି ହର୍ସ ପାୱାର। ହାତୀ ବିଶାଳକାୟ ଜୀବ, ସବୁଠାରୁ ଜଙ୍ଗଲରେ ବିଶାଳକାୟ ଶରୀର ହଉଛି ହାତୀର। ତ ହାତୀ କୋଉ ଆନିମଲ ପ୍ରୋଟିନ ଖାଉଛି? ଆପଣଙ୍କର ଯୋଉ କ୍ଷୀର ଆମେ ଖାଉଛେ, ତା ଦେହରୁ ଆମେ ପ୍ରୋଟିନ ପାଉଛେ, ଯୋଉ ଡାଏରୀ ପ୍ରଡକ୍ଟ ଆମେ ଖାଉଛେ ତା ଦେହରୁ ଆମେ ପ୍ରୋଟିନ ପାଉଛେ, କିନ୍ତୁ ସେ ଗୋମାତା କୋଉ ପ୍ରୋଟିନ ଖାଉଛି? କୋଉ ଆନିମଲ ପ୍ରୋଟିନ ଖାଉଛି? ତାପରେ ଯେତେବେଳେ ଏଇ କଥା ସବୁ କହିଛନ୍ତି, ଦେ ଆର ମାଇ ଫେଲୋ ପାସେଞ୍ଜର୍ସ, ସେମାନେ ମୋର ସହଯାତ୍ରୀ, ସେମାନେ ମୋର ବଞ୍ଚିବା ବଢିବାରେ ସହାୟକ ହେଉଛନ୍ତି, ମୁଁ ତାଙ୍କୁ ମାରି ଖାଇବି କାହିଁ ମୁଁ ମରିଗଲେ? ତାପରେ ଡକ୍ଟର ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ଏବଂ ନିଜେ ମଧ୍ୟ ପରିବର୍ତ୍ତନ ହେଇଯାଇଛନ୍ତି ଏବଂ ନିଜେ ସେଇଦିନ ଠାରୁ ଶାକାହାରୀ ହେଇଯାଇଛନ୍ତି। ତେଣୁ ଗୋଟେ ଯେତେବେଳେ ଗୋଟେ ଜୀବ ଆମେ ହତ୍ୟା କରୁଛେ, ତାଙ୍କୁ ଆମେ ମାରୁଛେ, ଆମେ ମାରିକିରି ତାଙ୍କୁ ଯେତେବେଳେ ଆମର କେହି ବନ୍ଧୁବାନ୍ଧବ, ପଡା ପଡୋଶୀ କିମ୍ବା ନିଜର ରିଲେଟିଭସ ମଲେ, ଆମେ ତାକୁ ନେଇକରି ମଶାଣିରେ ପୋଡି ଦଉଛେ କିମ୍ବା ପୋତି ଦଉଛେ, ଯେକୌଣସି ଧର୍ମର ଯାହା ରିଚୁଆଲସ ଅଛି, କିଏ ପୋଡୁଛି କିଏ ପୋତୁଛି, ତେଣୁ ସାଧାରଣତଃ ଆମେ ତାଙ୍କୁ ମଶାଣିକି ନେଇକି ଯାଉଛେ। ତାହେଲେ ମୋ ପେଟଟା କଣ ମଶାଣି? ତେଣୁ ମୁଁ କାହାକୁ ମାରିକିରି ଖାଇବି, ସେ ମୋ ପେଟକୁ ସିଏ କାହିଁକି ଯିବ? ଯିଏ ମଶାଣିକି ଯିବା କଥା, ମୋ ପେଟ କଣ ମଶାଣି? ତାପରେ ସିଏ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ବର୍ନାର୍ଡ ସାରଙ୍କ କଥା ଶୁଣି। ତାପରେ ସେ ନିଜେ ଭେଜିଟେରିଆନ ହେଇଯାଇଛନ୍ତି। ସେଥିପାଇଁ ଜୀବେ ଦୟା ହଉଛି ସବୁଠାରୁ ଶ୍ରେଷ୍ଠ କୃତଜ୍ଞତା। ତେଣୁ କାୟ, ମନ, ବାକ୍ୟରେ ଅହିଂସା ଆଚରଣ କରିବାଟା ହିଁ କୃତଜ୍ଞତା। ମୁଁ କଥାରେ ହଉ, ମୋର କର୍ମରେ ହଉ, କିମ୍ବା ମୋର ଚିନ୍ତାରେ ହଉ, ତେଣୁ କାୟ, ମନ, ବାକ୍ୟରେ କାହାର ହିଂସା ଆଚରଣ ନ କରିବା, ଅହିଂସା ଆଚରଣ କରିବା ହିଁ ସର୍ବଶ୍ରେଷ୍ଠ କୃତଜ୍ଞତା। ତେଣୁ ଯୋଉମାନେ ସାଧାରଣତଃ କାହାର କ୍ଷତି କରନ୍ତି ନାହିଁ, ସାମାଜିକ ମଙ୍ଗଳ କରିଥାନ୍ତି, ଗୋଟେ ସୋସିଆଲ ରେସପନସିବିଲି, ଇଭିନ ବି ଆଜି ଦେଖନ୍ତୁ ପୂଜ୍ୟ ଆଚାର୍ଯ୍ୟ ଦେବ ଆଜି କଟକ ଆସୁଛନ୍ତି। କଟକରେ ବିଭିନ୍ନ ଭାଇ ଓ ମା ମାନେ ଘର ଘର ବୁଲି ବିଭିନ୍ନ କଲେକ୍ସନ କରିବା ଏବଂ ତାଙ୍କୁ କେମିତି ଖୁସି କରିବା, ପ୍ରୀତ କରିବା, ତୃପ୍ତ କରିବା, ଏବଂ ତା ଭିତରେ ବିଭିନ୍ନ ବର୍ଗର ମାନେ ଛୋଟ ଭାଇ ଭଉଣୀ ମାନେ, କୋଉମାନେ ଭଲିଣ୍ଟିୟର ରହିବା, କୋଉମାନେ ଅନ୍ୟ ଯୋଉ ଭାଇ ମାନେ ଆସିବେ ଆଚାର୍ଯ୍ୟଙ୍କୁ ଦେଖା କରିବା ପାଇଁ, ତାଙ୍କର କେମିତି ଅସୁବିଧା ନ ହୁଏ,
ଏଇ ଯୋଉ ସେବା ଦେବା, ଏଇ ସେବା ଭିତରେ ଦେଇକିରି ଆମେ କୃତଜ୍ଞତା ଜ୍ଞାପନ କରିଥାଉ। ତାପରେ ଆସୁଛି ଆପଣଙ୍କର ଦେବ, ଋଷି, ନୃ, ପିତୃ, ଭୂତ। ତେଣୁ ଏଇ ପଞ୍ଚ ମହାଯଜ୍ଞ ଯୋଉମାନେ ସାଧାରଣତଃ ପାଳନ କରନ୍ତି, ସେଇମାନେ ଏଇଭଳି ଅକୃତଜ୍ଞତା ପାତକରେ ଭାଗି ହୁଅନ୍ତି ନାହିଁ ବୋଲି ଠାକୁର କହୁଛନ୍ତି। ତେଣୁ ସେଥିପାଇଁ ଆମେ ପ୍ରତ୍ୟେକ ଯୋଉ କଥା ସୁନ୍ଦର ଭାବେ ମନେ ପଡେ, ଥରେ ଆପଣ ମାନେ ଜାଣିଥିବେ, ଦୁଇଟି ଧର୍ମ ଗ୍ରନ୍ଥ ରାମାୟଣ ଆଉ ମହାଭାରତ ଆମ ମାନଙ୍କୁ କେତେ ମାନେ ଶିକ୍ଷା ପ୍ରଦାନ କରିଥାଏ। ଯେତେବେଳେ ଭୟଙ୍କର ଯୁଦ୍ଧ ହଉଥାଏ, ଆପଣଙ୍କର ଅର୍ଜୁନ ଆଉ କର୍ଣ୍ଣ, ସବୁଠାରୁ ବିଭତ୍ସ ଯୁଦ୍ଧ, ଯୋଉଥିରେ ହଜାର ହଜାର ମାନେ ସୈନ୍ୟଙ୍କର ମୃତ୍ୟୁ ହେଇଥିଲା। ସେ ଯୁଦ୍ଧ ସମୟରେ ଯେତେବେଳେ କର୍ଣ୍ଣ ତୀର ମାରିଲେ, ଅର୍ଜୁନର ରଥ ପାଖାପାଖି 3 ଫୁଟ ପଛକୁ ଘୁଞ୍ଚିଗଲା। ଯେତେବେଳେ ଅର୍ଜୁନ ତୀର ସନ୍ଧାନ କଲେ, କର୍ଣ୍ଣର ରଥ 7 ଫୁଟ ପଛକୁ ପଳେଇଲା। ତାପରେ ସାଙ୍ଗେ ସାଙ୍ଗେ ଅର୍ଜୁନଙ୍କ ଭିତରେ ଟିକେ ଅହଙ୍କାର ଆସିଗଲା। ଅର୍ଜୁନ କହୁଛନ୍ତି ଶ୍ରୀକୃଷ୍ଣଙ୍କୁ ଦେଖିଲେ, କିଏ ସର୍ବଶ୍ରେଷ୍ଠ ଧନୁଧର? ତାପରେ ଶ୍ରୀକୃଷ୍ଣ ଯେତେବେଳେ ରିଅଲାଇଜ କଲେ ଯେ ଅର୍ଜୁନର ଅହଙ୍କାର ଆସିଯାଇଛି, ତେଣୁ କହିଲେ ତୁ ଯାହା ଦେଖିଲୁ ତତେ ସେଇଆ ଦେଖାଗଲା, କିନ୍ତୁ ବାସ୍ତବରେ ଜିନିଷ ସେଇୟା ନୁହେଁ। କହିଲେ ତା ମାନେ ମୁଁ କଣ ସର୍ବଶ୍ରେଷ୍ଠ ଧନୁଧର ନୁହଁ? କହିଲେ ଦେଖ ପାଗଲ, ତୋ ରଥରେ ମାନେ ଶୀର୍ଷରେ କିଏ ବସିଛି? ଯାହା ପୁଚ୍ଛ ତୋ ଭାଇ ହଲେଇ ପାରିନଥିଲା, ଯାହା ଲାଞ୍ଜକୁ ତୋ ଭାଇ ଉଠେଇ ପାରିନଥିଲା, ସେ ହେଲେ ହନୁମାନ। ଭାର ବହନ କରିକିରି ବସିଛନ୍ତି ତୋ ଉପରେ, ରଥ ଉପରେ। ଦେଖ ସାମ୍ନାରେ କିଏ ବସିଛି? ମୁଁ ବସିଛି। ଦୁନିଆର ତୋର ଯେତେ ସବୁ ବୋଝ ମୁଁ ବହନ କରିକିରି ମୁଇଁ ତାକୁ ବସିଛି। ତାପରେ ସାଙ୍ଗେ ସାଙ୍ଗେ କୃଷ୍ଣ ଇଶାରା କଲେ ହନୁମାନଙ୍କୁ, ଯେ ଆପଣ ଟିକେ ଭାର ମାନେ ସାଇଡ ହେଇଯାଆନ୍ତୁ। ତାପରେ ସେ ନିଜେ ଟିକେ ଭାର ବିହୀନ ହେଇଗଲେ। ଏବଂ ତାପରେ ଯେତେବେଳେ କର୍ଣ୍ଣ ସନ୍ଧାନ କଲା, ରଥ ପୁରା ଆକାଶ ମାର୍ଗକୁ ଉଡିଲା। ତାପରେ କହିଲେ ଦେଖିଲ ଯେ ଆକ୍ଚୁଆଲି କିଏ ସର୍ବଶ୍ରେଷ୍ଠ ଧନୁର୍ଧର? ତାପରେ ଅର୍ଜୁନ ବୁଝିପାରିଲେ ତାଙ୍କର ଭୁଲ। ତେଣୁ ସେଥିପାଇଁ କିଛି ବି ଯଦି ଅପ୍ରତ୍ୟାଶିତ ଆମ ମାନଙ୍କ ପାଖରେ ହଉଛି, ସେଥିପାଇଁ ଆମେ ସବୁବେଳେ ଏଇ 5 ଜଣଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବା ଉଚିତ। କାହିଁକି ନା ପ୍ରତ୍ୟେକ ସମୟରେ ସେମାନେ ଆମ ମାନଙ୍କ ସାହାଯ୍ୟ ଆଉ ସହଯୋଗ କରିଥାନ୍ତି। ତେଣୁ ଯାହା ହଉ, ଆଜି ଆମକୁ ଏଇ ଯୋଉ ସୁଯୋଗ ଓଡିଶା ସତ୍ସଙ୍ଗ ପ୍ରଦାନ କରିଛି, ଆମେ ପ୍ରତ୍ୟେକ ମଧ୍ୟ ସେଇ କୃତଜ୍ଞତା ଜ୍ଞାପନ କରିବା ଦରକାର ସେ ସୁଭାଷ ଭାଇଙ୍କ ପ୍ରତି, ଯେ ଚିରାୟୁ ଦୀର୍ଘାୟୁ ଅମିତାୟୁ ହୁଅନ୍ତୁ। ଆମ ମାନଙ୍କ ପାଖରେ ଏଇ ଯୋଉ ଧର୍ମ ଦାନ ସେ କରୁଛନ୍ତି, ତେଣୁ ଆମେ ପ୍ରତ୍ୟେକ ସେଇ ସତ୍ସଙ୍ଗକୁ ଉପଭୋଗ କରିକିରି ଆମେ ମଧ୍ୟ ଆମର ମାନେ ଯୋଉ ସୁସଂସ୍କୃତ ହଉଛେ ବା ଯୋଉ ସଂସ୍କାର ଶିକ୍ଷା କରୁଛେ, ଆଜିକୁ ପାଖାପାଖି 5 ବର୍ଷ ହେଇଗଲାଣି ତାଙ୍କର ଏଇ ଯୋଉ ସାଧୁ ପ୍ରଚେଷ୍ଟା ଭିତରେ ଦେଇକରି। ଆଉ ଏଇଥିରେ ଖାଲି ଯେ ସୁଭାଷ ଭାଇ ନୁହେଁ, ଯୋଉ ଭାଇ ଆଉ ମା ମାନେ ସୁନ୍ଦର ଭାବେ ତାଙ୍କର କଳା ନିଖୁଣ ଭାବେ ପରିବେଷଣ କରୁଛନ୍ତି, ଯାଜନ କରୁଛନ୍ତି, ଯଜନ କରୁଛନ୍ତି, ଅର୍ଘ୍ୟ ନିବେଦନ କରୁଛନ୍ତି, ଏବଂ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅ ମାନେ ପରିବେଷଣ କରିକିରି ବାଦ୍ୟ ଗୀତ ପରିବେଷଣ କରି ଆମେ ପ୍ରତ୍ୟେକଙ୍କୁ ମାନେ ଯେତିକି ସେମାନେ ଧର୍ମ ଦାନ କରିଛନ୍ତି, ପ୍ରତ୍ୟେକଙ୍କର ପରମ ପିତାଙ୍କ ପାଖରେ ତାଙ୍କର ମଙ୍ଗଳ
ସୁଦୀର୍ଘ ନିରାମୟ ଜୀବନ କାମନା କରି ବାଣୀକି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ଜୟ ଗୁରୁ। जय गुरु बहुत बहुत